ଗରିବ ବାପର ଘରେ ବିବାହ ବୟସର ଝିଅଟିଏ। ସେହି ବାପାର ଆଖିରେ ସ୍ୱପ୍ନ କ'ଣ ଆଜ୍ଞା? ରାତିରେ ନିଦ ବି ହୁଏନି। କାରଣ ଭଲ ଚାକିରି ଭଲ ଘର ଥାଇ ମଧ୍ୟ ଆଜିକାଲି ଲୋକେ ସଂସ୍କାର ଦେଖିକି ନୁହେଁ, ସମ୍ପତ୍ତି ଦେଖିକି ବୋହୂ ଆଣୁଛନ୍ତି। ଏ ଦୁନିଆରେ ଜୀବନ କାହା ପାଇଁ ସହଜ ନୁହେଁ, କିନ୍ତୁ ଆପଣଙ୍କୁ ପ୍ରତ୍ୟେକ ଥର ପରୀକ୍ଷା ଦେବାକୁ ପଡ଼ିବ, ନଚେତ୍ ଆପଣ ସମସ୍ତଙ୍କ ପଛରେ ରହିଯିବେ। ସେମାନଙ୍କୁ ବି ସମ୍ମାନ କର ଯେ ବିନା ସ୍ୱାର୍ଥରେ ଆପଣଙ୍କୁ ଚାହିଁଥାନ୍ତି। କାହିଁକି ନା ଏ ଦୁନିଆରେ ଧ୍ୟାନ ରଖିବା ବାଲା କମ୍, କଷ୍ଟ ଦେବା ବାଲା ଅଧିକ ଅଛନ୍ତି। ଜୀବନରେ କେବେ କାହା ପଛରେ ଦୌଡ଼ ନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି, କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରେଇ ବସିବ। କିଛି ସମ୍ପର୍କ ମିଛ କହିଲେ ଭାଙ୍ଗେ ନାହିଁ, କିନ୍ତୁ ସତ କହିଲେ ଭାଙ୍ଗିଯାଏ। କାହିଁକି ନା ସମସ୍ତେ ମିଛର ଆଶ୍ରା ନେଇପାରନ୍ତି, କିନ୍ତୁ ସତକୁ ସାମ୍ନା କରିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ସେହି ମଣିଷଙ୍କ ପାଇଁ କେବେ ଚିନ୍ତା କରନ୍ତୁ ନାହିଁ ଯିଏ ତୁମକୁ ଅଣଦେଖା କରୁଛି। ସେହି ମଣିଷକୁ କେବେ ପ୍ରେମ କର ନାହିଁ ଯିଏ ତୁମକୁ ସମ୍ମାନ ଦିଏ ନାହିଁ। ସେହି ମଣିଷ ପାଇଁ କେବେ ସମୟ ବର୍ବାଦ କରନ୍ତୁ ନାହିଁ ଯାହା ପାଖରେ ତୁମ ପାଇଁ ସମୟ ନାହିଁ। ଜୀବନରେ ପ୍ରିୟ ଏବଂ ମଧୁର କଥା କହିଲେ ସମସ୍ତେ ସନ୍ତୁଷ୍ଟ ହୁଅନ୍ତି ଏବଂ ସେଥିପାଇଁ ମଣିଷକୁ ପଇସା ଖର୍ଚ୍ଚ କରିବାକୁ ପଡ଼େ ନାହିଁ। ତେଣୁ ମଧୁର କଥା କହିବା ପାଇଁ କେବେ କୁଣ୍ଠାବୋଧ କରିବା ଉଚିତ ନୁହେଁ। ଲୋକଙ୍କ ନିନ୍ଦାରେ ଦୁଃଖୀ ହୋଇଯିବା ଆଉ ଲୋକଙ୍କ ପ୍ରଶଂସାରେ ଖୁସି ହୋଇଯିବା, ଏହାର ଅର୍ଥ ତୁମର ସୁଖର ଆଉ ଦୁଃଖର ଦୌଡ଼ି ଲୋକଙ୍କ ହାତରେ ଅଛି। ତେଣୁ ଆପଣମାନେ ନିଜ ହାତରେ ସୁଖର ଦୌଡ଼ିକୁ ରଖିବାକୁ ଚେଷ୍ଟା କରନ୍ତୁ। କେବେ କାହା ସହିତ ଅଧିକ କଥା ହେବାର ଅଭ୍ୟାସ କରନ୍ତୁ ନାହିଁ, କାହିଁକି ନା ଅଧିକ କଥା ହେବା ଅଭ୍ୟାସଟି ଦିନେ ଅଧିକ କଷ୍ଟର କାରଣ ହୋଇଯାଇଥାଏ। ଆଜିକାଲି ମଣିଷକୁ ଚଳାଇବା ପାଇଁ ଦିଆସିଲିର ଆଉ ଆବଶ୍ୟକତା ପଡ଼ୁନି। ବାସ୍ ତୁମେ ଟିକେ ଉନ୍ନତି କରିକି ଦେଖ, ଲୋକେ ଆପେ ଆପେ ଚଳିଯିବେ। ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ, ଯଦି କେହି ତୁମ ବିନା ଖୁସିରେ ଅଛି ତାକୁ ଖୁସିରେ ରହିବାକୁ ଦିଅ। ନିଜ ଜୀବନରେ ଆସିଥିବା କୌଣସି ମଣିଷକୁ କେବେ ବେକାର ଭାବନ୍ତୁ ନାହିଁ, କାହିଁକି ନା ଯେଉଁ ଗଛ ଫଳ ଦେଇନଥାଏ ସେହି ଗଛ ଛାଇ ମଧ୍ୟ ଦେଇଥାଏ। ବାଧ୍ୟ ହୋଇ ଯଦି ଅଲଗା ହୁଏ, ଏଇଟା ନୁହେଁ କି ସେ ଧୋକା ଦିଏ। ତୁମ ଆଖିରେ ସେ ଲୁହ ଦେଇପାରେ, ହେଲେ ତୁମଠୁ ବି ସେ ଅଧିକ କାନ୍ଦିଥାଏ। ଏବେ ତ ସବୁ ସମ୍ପର୍କର ଅର୍ଥ ହିଁ ବଦଳିଗଲାଣି। ଏବେ ତ ସବୁ ଭଲ ପାଇବାର ଗୋଟିଏ ଅର୍ଥ, ତାହା ହେଉଛି ସ୍ୱାର୍ଥ। ଯଦି କେବେ ପ୍ରେମ ପାଇଁ ଆତ୍ମହତ୍ୟା କରିବାକୁ ପଡ଼େ, ତାହା କେବେ ପ୍ରେମ ହିଁ ନୁହେଁ। ପ୍ରେମ ତାହା ଅଟେ ଯାହା ମଣିଷକୁ ଭଲ ପାଇବା ଶିଖାଏ, ଆଉ ପ୍ରେମରେ ଧୋକା ତାହା ଅଟେ ଯାହା ଦୁନିଆକୁ ଚିହ୍ନିବାକୁ ବାଟ ଦେଖାଏ। ଗୋଟିଏ ମଣିଷକୁ ଧୋକା ଦେଇ ଆଉ ଗୋଟିଏ ମଣିଷକୁ ଖୁସି କରିବା ବହୁତ ବଡ଼ ଧୋକା ହୋଇଥାଏ। ଏଭଳି ଲୋକଙ୍କୁ ଭଗବାନ ବି କେବେ କ୍ଷମା କରନ୍ତି ନାହିଁ।